नमस्कार शुभ अपराह्न पिलामने पिलामने मु सुदामा माझी सरकारी उच्च प्राथमिक विद्यालय कुकुरीडीही ब्लॉक सबडेगा आज भर्चुआल क्लास रे उपस्थित थिबा समस्त छात्र छात्री शिक्षक शिक्षयित्री मानक मु स्वागत जनाउछि। पिलामने तुमे माने जानिथिबो शुनिथिबो वर्तमान समय रे बहु परिमाण रे सड़क दुर्घटना होउछि। ଏହି ଦୁର୍ଘଟଣା କାହିଁକି ହେଉଛି କାରଣ ଗୁଡ଼ିକ ଜାଣିବା, ନିରାପଦରେ କିପରି ସଡ଼କରେ ଯିବା ଆସିବା, ଆମର ଅମୂଲ୍ୟ ଜୀବନକୁ ସୁରକ୍ଷିତ ରଖିବା, ସେହି ବିଷୟରେ ଆଜି ପଢ଼ିବା। ପିଲାମାନେ ପାଠଟି ହେଉଛି ସଡ଼କ ନିରାପତ୍ତା। ପିଲାମାନେ ସଡ଼କ ନିରାପତ୍ତା ପାଠକୁ ଯିବା ଆଗରୁ ଆମେ ଲେଖକ ପରିଚୟ ଟିକେ ଜାଣିନେବା। ସଡ଼କ ନିରାପତ୍ତା ପାଠଟିକୁ ଡକ୍ଟର ଲିଙ୍ଗରାଜ ରଥ ସେ 1957 ଫେବୃଆରୀ 2 ତାରିଖ କରିଥିଲେ, ଜନ୍ମଗ୍ରହଣ କରିଥିଲେ। ତାଙ୍କ ଦ୍ୱାରା ଲିଖିତ ଅନେକ ଗୁଡ଼ିଏ ନିବନ୍ଧ, କବିତା ସଂକଳନ, କବିତା ରହିଛି। ମାତ୍ର ଶିଶୁ ସାହିତ୍ୟରେ ଲେଖକଙ୍କର ଗପପେଡ଼ି, ଭାରତ ମୋର ଦେଶ, ମନଛୁଆଁ ଗପ, ଗଢ଼ିବା ନୂଆ ରାଇଜ, ତୁମେ ହିଁ ହସିଲେ ଜଗତ ହସିବ ଇତ୍ୟାଦି ପ୍ରଧାନ ଥିଲା। ଅନେକ ପୁରସ୍କାର ଓ ସମ୍ବର୍ଦ୍ଧନା ହାସଲ କରିଥିବା ଡକ୍ଟର ରଥ ଓଡ଼ିଶା ଶିଶୁଲେଖା ଏକାଡେମୀ ଦ୍ୱାରା ଶିଶୁ ସାହିତ୍ୟ ରଚନା ପାଇଁ ସମ୍ମାନିତ ହୋଇଥିଲେ। ପ୍ରବନ୍ଧରେ ପ୍ରାବନ୍ଧିକ ସଡ଼କ ସୁରକ୍ଷା, ଦୁର୍ଘଟଣାର କାରଣ, ଟ୍ରାଫିକ ନିୟମ, ଯାତାୟାତ ଜନିତ ସତର୍କତା ସମ୍ପର୍କରେ ଆଲୋଚନା କରିଛନ୍ତି। ପିଲାମାନେ ପାଠକୁ ଯିବା। ପିଲାମାନେ ଆମେ ଚାଲିବା ବୁଲିବା ବିନା ଜୀବନ ଯାତ୍ରା ସମ୍ଭବ ନୁହେଁ, ସ୍ୱାଭାବିକ ନୁହେଁ। ଆମେ ଗୋଟେ ସ୍ଥାନରେ ରହିକି ଆମେ ଜୀବନ ଜିପାରିବା କି ନାହିଁ? ତେଣୁ ଆମକୁ ଚଲାବୁଲା କରିବାକୁ ପଡ଼ିଥାଏ। ଆମେ ଯାନବାହନରେ ଚଲାବୁଲା କରୁ, ଯାନବାହନ ଯାତାୟାତ କରୁ। ଯାନବାହନ ମଧ୍ୟରେ ସାଇକେଲ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଦୁଇ ଚକିଆ ଯାନ ଯଥା ସ୍କୁଟି, ଲୁନା, ସ୍କୁଟର, ମୋଟର ସାଇକେଲ ଓ ସାଇକେଲ ଇତ୍ୟାଦି ବହୁ ପ୍ରକାର ଯାନ ବ୍ୟବହାର କରାଯାଏ। ସେଥିରେ ଆମେ ଯାତାୟାତ କରୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ। ଏହା ଛଡ଼ା ଜିପ୍, କାର୍, ଟ୍ରେକର ଆଦି ଚାରି ଚକିଆ ଓ ଅଟୋ ରିକ୍ସା ପରି ତିନି ଚକିଆ ଯାନ ମଧ୍ୟ ବ୍ୟବହାର କରିଥାଉ। ପୁଣି ଲୋକମାନଙ୍କ ସୁବିଧା ପାଇଁ ବସ୍ ଭଳି ବଡ଼ ଯାନ ଏବଂ ଜିନିଷପତ୍ର ପରିବହନ ପାଇଁ ମିନି ଟ୍ରକ୍, ବଡ଼ ଟ୍ରକ୍ ମଧ୍ୟ କାର୍ଯ୍ୟରେ ଲାଗେ। ପାଦଚଲା ପଥିକଙ୍କ ସହିତ ଏ ସମସ୍ତ ପ୍ରକାର ଯାନରେ ମଣିଷ ସଡ଼କରେ ଯିବା ଆସିବା କରନ୍ତି। ପିଲାମାନେ ଏହି ଚିତ୍ରକୁ ଟିକେ ଦେଖିନିଅ ଯେ କେତେ ସଂଖ୍ୟାରେ ବିଭିନ୍ନ ପ୍ରକାର ଯାନବାହନ ଯାଉଛି। ନାଇଁ, ବଡ଼ ବସ୍ ଅଛି, ଅଟୋ ରିକ୍ସା ଅଛି, କାର୍ ଅଛି, ଦୁଇ ଚକିଆ ଯାନ ଅଛି। ଏହିପରି ଭାବରେ ବହୁତ ପ୍ରକାର ଯାନବାହନ ଆମେ ଯାତାୟାତରେ ବ୍ୟବହାର କରିଥାଉ। ଏବଂ ବଡ଼ ବଡ଼ ମାଲବାହୀ ମିନି ଟ୍ରକ୍, ବଡ଼ ବଡ଼ ଟ୍ରକ୍ ମଧ୍ୟ ଜିନିଷପତ୍ର ପରିବହନରେ କାର୍ଯ୍ୟରେ ଲାଗେ। ପାଦଚଲା ପଥିକଙ୍କ ସହିତ ଏ ସମସ୍ତ ପ୍ରକାର ଯାନରେ ମଣିଷ ସଡ଼କରେ ଯିବା ଆସିବା କରନ୍ତି। ସମସ୍ତେ କିପରି ଦୁର୍ଘଟଣା ସମ୍ମୁଖୀନ ନ ହୋଇ ନିରାପଦରେ ସଡ଼କରେ ଯାତାୟାତ କରିବେ, ତାହା ହିଁ ସଡ଼କ ସତର୍କତାର ମୁଖ୍ୟ ବିଷୟ ଅଟେ। ଏଠାରେ ପ୍ରଶ୍ନ ଉଠିପାରେ, ଅନ୍ୟାନ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଥାଉ ଥାଉ
ସଡ଼କ ସତର୍କତା ସମ୍ବନ୍ଧରେ ଆମେ ସଚେତନ ହେବା କାହିଁକି କାହିଁକି ପିଲାମାନେ? କାରଣ ହେଲା ଏହା କେବଳ ଓଡ଼ିଶା ବା ଭାରତର ସମସ୍ୟା ନୁହେଁ ପିଲାମାନେ, ଏହା ସମଗ୍ର ବିଶ୍ୱର ଏକ ପ୍ରମୁଖ ସମସ୍ୟା। ତୁମେମାନେ ଶୁଣୁଥିବ ଦେଖୁଥିବ ଯେ ବହୁ ମାତ୍ରାରେ ଏବେ ରୋଡ ଆକ୍ସିଡେଣ୍ଟ ସବୁ ହେଉଛି, ଯଦ୍ୱାରା କି ଜୀବନ ନଷ୍ଟ ହେବା ସଙ୍ଗେ ସଙ୍ଗେ ବହୁତ କ୍ଷୟକ୍ଷତି ଘଟୁଛି। ତେଣୁ ପରିସଂଖ୍ୟାନରୁ ଜଣାଯାଏ ଯେ ସମଗ୍ର ପୃଥିବୀରେ ଶତକଡ଼ା ସଡ଼କ ଦୁର୍ଘଟଣାରେ ପ୍ରାୟ ପ୍ରତିବର୍ଷ ପ୍ରାୟ 12 ଲକ୍ଷ ଲୋକ ପ୍ରାଣ ହରାଉଥିବା ବେଳେ ଆହୁରି ପ୍ରାୟ 5 କୋଟି ଲୋକ ଆହତ କିମ୍ବା ବିକଳାଙ୍ଗ ହୋଇଥାନ୍ତି। ଭାରତରେ ମଧ୍ୟ ପ୍ରତିବର୍ଷ ଏହି ସଂଖ୍ୟା ଏବେ ଦ୍ରୁତ ଗତିରେ ବଢ଼ି ଚାଲୁଛି ଆଉ କ୍ଷୟକ୍ଷତି ଘଟୁଛି। ପିଲାମାନେ ଏହି ଚିତ୍ରଟି ଦେଖି ନିଅ କେମିତି କ୍ଷୟକ୍ଷତି ଘଟିଛି। ଏଠାରେ ମଧ୍ୟ ବସ୍ ଟ୍ରକ୍ ଦୁର୍ଘଟଣା ଘଟି କେତେ କ୍ଷତି ଘଟିଛି। ଏଠାରେ ପିଲାମାନଙ୍କୁ ଜୀବନ ହାନି ସହିତ ଆର୍ଥିକ ଦୃଷ୍ଟିକୋଣରୁ ମଧ୍ୟ ସଡ଼କ ଦୁର୍ଘଟଣା ଅତ୍ୟନ୍ତ କ୍ଷତିକାରକ। ସଡ଼କ ଦୁର୍ଘଟଣା ଯୋଗୁଁ ବିଶ୍ୱର ବିଭିନ୍ନ ଦେଶରେ ମୋଟ ଜାତୀୟ ଉତ୍ପାଦନର ପ୍ରାୟ ଶତକଡ଼ା 40% ନଷ୍ଟ ହୋଇଥାଏ। ସଡ଼କ ନିରାପତ୍ତା ପାଇଁ ସତର୍କତା ଅବଲମ୍ବନ କଲେ ଏହି ହାରକୁ ଅନେକାଂଶରେ ଏଡ଼ାଇ ଦିଆଯାଇପାରିବ। ପିଲାମାନେ ଆମେ ସତର୍କତାର ସହିତ ଯଦି ଯିବା ଆସିବା ତାହେଲେ ବହୁତ ପରିମାଣରେ ଆମେ ଆମର ଜୀବନକୁ ରକ୍ଷା କରିବା, ଧନ ଜୀବନ ହାନିକୁ ବହୁ ପରିମାଣରେ ହ୍ରାସ କରିପାରିବା। ପିଲାମାନଙ୍କୁ ସଡ଼କ ନିରାପତ୍ତା ସମ୍ପର୍କରେ ସଚେତନ କରିବା ଆବଶ୍ୟକତା ଯଥେଷ୍ଟ ଅଧିକ। ଏଥିପାଇଁ ସେମାନେ ପ୍ରଥମେ ସଡ଼କ ଦୁର୍ଘଟଣାର କାରଣ ସମ୍ପର୍କରେ ଜାଣିବେ। ରାସ୍ତାଟି ଫାଙ୍କା ଥିଲାବେଳେ ହଠାତ୍ କୌଣସି ଦିଗରୁ ଗାଡ଼ିରେ ଚାଲି ଆସିପାରେ, ଏକଥା ବୁଝି ହୁଏ ନାହିଁ। ରାସ୍ତାରେ ଯାଉଥିବା ସମୟରେ ପିଲାମାନେ ଦେଖୁଥିବ ହଠାତ୍ କୌଣସି ଗାଡ଼ି ଆସିଥାଏ, ଆମେ ବୁଝିପାରୁନାହୁଁ। କେଉଁ ସ୍ଥାନରେ କିଭଳି ଭାବରେ ରାସ୍ତା ପାରି ହେବାକୁ ହୁଏ ତାହା ଜାଣି ନଥିଲେ ଦୁର୍ଘଟଣା ଘଟିବାର ଆଶଙ୍କା ଥାଏ। କେଉଁ ସ୍ଥାନରେ କିପରି ରାସ୍ତା ପାରି ହେବା ସେ ବିଷୟରେ ଯଦି ଆମେ ଜାଣିବା ନାହିଁ ତାହେଲେ ଘଟଣା ଘଟିବାର ବହୁତ ସମ୍ଭାବନା ଥାଏ। ଚାଲୁଥିବା ସ୍ଥାନ ଆଡ଼କୁ ଯଦି ଅନ୍ୟ କୌଣସି ଦିଗରୁ ଗାଡ଼ିଟି ଆସେ ତେବେ ସାଧାରଣତଃ ଘବରେଇ ଯାଉ, ଏପଟ ସେପଟ ହୋଇଯାଆନ୍ତି। ଆମେ ଚାଲୁଥିବା ସମୟରେ ହଠାତ୍ ଯଦି ଗାଡ଼ିଟି ଆସିଲେ ଆମେ ଘବରେଇ ଯିବା ଆଉ ଏପଟ ସେପଟ ହେଇଯିବା, ଫଳରେ ଆକ୍ସିଡେଣ୍ଟ ହେଇଯିବ। ତେଣୁ ଅନ୍ୟ ସବୁ ବିଷୟ ପ୍ରତି ସତର୍କ ହେବା ପରି ସଡ଼କ ନିରାପତ୍ତାର ଏହିସବୁ ଦିଗ ସମ୍ପର୍କରେ ମଧ୍ୟ ସମସ୍ତେ ସଚେତନ ହେବା ଦରକାର। ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ଦୃଷ୍ଟି ଦେଲେ ସଡ଼କ ଉପରେ ସୁରୁଖୁରୁରେ ଚାଲିବା ସହିତ ଦୁର୍ଘଟଣାକୁ ଅଧିକାଂଶରେ ଏଡ଼ାଇ ପାରିବା। ନଗରମାନଙ୍କରେ ରାସ୍ତାରେ ଦେଖିଥିବ ପିଲାମାନେ, ବଡ଼ ବଡ଼ ସହରମାନଙ୍କରେ ଯେଉଁ ରାସ୍ତା ଥାଏ ତାର ଉଭୟ ପାର୍ଶ୍ୱରେ ପାଦ ଚଲା ରାସ୍ତା ଥାଏ। ଉଭୟ ପାର୍ଶ୍ୱରେ ପାଦ ଚଲା ରାସ୍ତା ସବୁ ଥାଏ ଏପଟେ, ଯେଉଁଠାରେ କି ଆମେ ପଥଚାରୀମାନେ ଆରାମସେ ଯିବା ଆସିବା କରନ୍ତି ଏବଂ ସୁରୁଖୁରୁରେ ଯାଆନ୍ତି। ରାସ୍ତାକୁ ମାଡ଼ି ନ ଯାଇ ସେଥିରେ ଚାଲିବା ସବୁଠାରୁ ନିରାପଦ ରାସ୍ତା ଯାହା କୁହନ୍ତି, ସେଥିରେ ଆମେ ସହଜରେ ଯିବା ଆସିବା କରିପାରିବା ଆଉ ସେଟା ଚାଲିବା ହେଉଛି ନିରାପଦ। ରାସ୍ତାରେ ଚାଲିବା ବେଳେ ସତର୍କତା ହୋଇ ଚାଲିବା ଦରକାର। ଯେତେବେଳେ ଆମେ ରାସ୍ତାରେ ଯାଉ ସତର୍କତା ହୋଇ ଚାଲିବା, ଅନ୍ୟମନସ୍କ ହୋଇ ଚାଲିବା ଦ୍ୱାରା ଦ୍ରୁତଗାମୀ ଗାଡ଼ିର ଯିବା ଆସିବା ସମ୍ପର୍କରେ ଠିକ୍ ସମୟରେ ଜଣାପଡ଼େ ନାହିଁ। ଅନ୍ୟମନସ୍କ ଆମେ ଯଦି ରାସ୍ତାରେ ଯିବା ସମୟରେ ଅନ୍ୟମନସ୍କ ହୋଇଥିବା, ଫୋନରେ କଥାବାର୍ତ୍ତା ଲାଗୁଥିବା, ତେବେ ଗାଡ଼ି ଆସୁଥିଲେ ଆମେ ତାକୁ ଜାଣିପାରିବା ନାହିଁ। ଆମେ ତ ଫୋନରେ ବ୍ୟସ୍ତ ଥିବା, କିପରି ଜାଣିବା?
ତାପରେ ଦୁର୍ଘଟଣା ହେବା ସୁନିଶ୍ଚିତ। ତେଣୁ ଆମେ ସତର୍କତାର ସହିତ ରାସ୍ତା ପାରି ହେବା। ତାପରେ ଆମେ ଦେଖୁଥିବା ବଡ଼ ବଡ଼ ସହରମାନଙ୍କରେ ଯେ ଜେବ୍ରା ଦେହରେ ଧଳା ଦାଗ ପରି ସହରମାନଙ୍କରେ ରାସ୍ତାରେ ଚିହ୍ନ ଦିଆଯାଇଥାଏ। ପିଲାମାନେ ଏହା ସବୁ ଜେବ୍ରା କ୍ରସିଂ। ଏଥିରେ ସହଜରେ ଆମେ ରାସ୍ତା ପାରି ହେବା। ଏଇ ଚିତ୍ରଟି ଦେଖ, ରାସ୍ତା କେମିତି ପାରି ହେଉଛନ୍ତି। ଏଇଟା ଜେବ୍ରା କ୍ରସିଂ, ସହଜରେ ପାରି ହେଉଛନ୍ତି। ଏଇଠାରେ ପାରି ହେବା ହେଉଛି, ପାରି କରିବା ବହୁତ ଭଲ, ବା ସେଟା ପାରି କରିବା ପାଇଁ ଦିଆଯାଇଥାଏ, ଯାହାକୁ କୁହାଯାଏ ଜେବ୍ରା କ୍ରସିଂ। ଜେବ୍ରା ଦେହରେ ଧଳା ଦାଗ ପରି ସହରମାନଙ୍କରେ ରାସ୍ତାରେ ଚିହ୍ନ ଦିଆଯାଇଥାଏ, ଏହାକୁ ଜେବ୍ରା କ୍ରସିଂ କୁହାଯାଏ। ରାସ୍ତା ପାର ହେଲାବେଳେ ଏହି ସ୍ଥାନକୁ ବ୍ୟବହାର କରିବା ଉଚିତ। ରାସ୍ତା ପାର କଲାବେଳେ ଏହି ସ୍ଥାନକୁ ବ୍ୟବହାର କରିବା ହେଉଛି ନିରାପଦ। ଯେଉଁଠାରେ ଜେବ୍ରା କ୍ରସିଂ ନାହିଁ, ପିଲାମାନେ ଯେଉଁଠାରେ ଜେବ୍ରା କ୍ରସିଂ ନଥାଏ, ସେଠାରେ ରାସ୍ତାର ଅପର ପାର୍ଶ୍ୱକୁ ଯିବାକୁ ହେଲେ ପ୍ରଥମେ ଡାହାଣକୁ ଦେଖିବା, ତାପରେ ବାମକୁ ଦେଖିବା, ତାପରେ ପୁଣି ଥରେ ଡାହାଣକୁ ଦେଖି ଯଦି ଗାଡ଼ି ମଟର ନଥାଏ ତେବେ ରାସ୍ତା ଗୋଟିଏ ପଟରୁ ଅନ୍ୟ ପଟକୁ ଯିବା। ହଠାତ୍ ଡେଗିବା ହେଉଛି ଭୁଲ କଥା। ହଠାତ୍ ଡେଗିଦେଲେ ଆମେ ଉଭୟ ପାର୍ଶ୍ୱକୁ ଯଦି ଦେଖିବା ନାହିଁ, ହଠାତ୍ ଡେଗିଦେବା ବା ଡେଗିବା ପାଇଁ ଚେଷ୍ଟା କରିବା, ହେଲେ ଦୁର୍ଘଟଣା ଘଟିବା ସୁନିଶ୍ଚିତ। ତେଣୁ ଆମେ ଉଭୟ ପାର୍ଶ୍ୱକୁ ଦେଖିବା। ପ୍ରଥମେ ଡାହାଣକୁ ଦେଖି ଯଦି ଗାଡ଼ି ମଟର ନଥାଏ ତେବେ ରାସ୍ତାର ଗୋଟିଏ ପଟରୁ ଅନ୍ୟ ପଟକୁ ଯିବା ଆବଶ୍ୟକ। ହାତ ଧରାଧରି ହୋଇ ରାସ୍ତାରେ ଚାଲିବା ବା ରାସ୍ତା ପାର ହେବା ଅନୁଚିତ। ପିଲାମାନେ ତୁମେ ଦେଖିଥିବ ଯେ ତୁମେମାନେ ବି କରୁଥିବ, ହାତ ଧରି ହୋଇ ରାସ୍ତା ପାରି ହେଉଥିବ, ସବୁ ସାଙ୍ଗସାଥି ହେଇକି ରାସ୍ତା ପାରି ହେଉଥିବ। ତାହା ଭୁଲ କଥା। ଜଣେ ଜଣେ କରି ପାରି ହେବା ଉଚିତ। ଅତି ଛୋଟ ପିଲାର ହାତ ଧରି ରାସ୍ତା ପାର ହେବା ବାଞ୍ଛନୀୟ। ଛୋଟ ଛୋଟ ପିଲାମାନଙ୍କୁ ଆମେ ହାତ ଧରିକିରି ରାସ୍ତା ପାର କରିବା ଉଚିତ। ପିଲାମାନେ ଆଉ ଗୋଟେ ଆମେ ଦେଖୁ ବା ଆମେ କରିଥାଉ ସେ ଭୁଲ, ଯେ ଆମେ ରାସ୍ତାରେ ଖେଲକୁଦ କରିଥାଉ, ଖେଳି ପକାଇଥାଉ। ଏଇ ପିଲାମାନେ ଦେଖୁଥିବ, ଏଇଟା ଖେଲୁଛନ୍ତି, ଏଇଟା ବି ଖେଲୁଛନ୍ତି। ଏହା ପ୍ରକୃତରେ ଭୁଲ ନା ଠିକ? ରାସ୍ତାରେ ଖେଳିବା ଭୁଲ ନା ଠିକ? ପିଲାମାନେ ତାହା ଭୁଲ। ଆମେ ରାସ୍ତାରେ ଖେଳିବା ହେଉଛି ବହୁତ ବଡ଼ ଭୁଲ। କାରଣ ରାସ୍ତାରେ ଖେଳୁଥିବା ସମୟରେ ଗାଡ଼ି ମଟର ଆସି ଦୁର୍ଘଟଣାର ବହୁତ ସମ୍ଭାବନା ଥାଏ। ସେଟା ହେଉଛି ରାସ୍ତା ହେଉଛି ଗାଡ଼ି ମଟର ଯିବାର। ତେଣୁ ସେଠାରେ ଖେଳିବା ହେଉଛି ଆମର ଭୁଲ। ସେଠାରେ ଖେଳିବା ଉଚିତ ନୁହେଁ। ଏହା ସବୁ ପିଲା ମନେ ରଖିବା ଉଚିତ। ରାସ୍ତାରେ ଆମେ ଖେଳିବା ନାହିଁ। ଆଉ ରାସ୍ତାରେ ଦୌଡ଼ାଦୌଡ଼ି କରିବା ବି ଅନୁଚିତ। ରାସ୍ତା ଉପରେ ଗଲାବେଳେ ଟ୍ରାଫିକ ସଂକେତକୁ ବୁଝି ଯତ୍ନ ସହକାରେ ପାଳନ କରିବା ଉଚିତ। ରାସ୍ତାରେ ଆମେ ଗଲାବେଳେ ଟ୍ରାଫିକର ବିଭିନ୍ନ ନିୟମ ଅଛି, ସେ ନିୟମକୁ ଆମେ ମାନିବା ଏବଂ ରାସ୍ତା ପାର ହେବା ଉଚିତ, ଯିବା ଆସିବା ଉଚିତ। ବିଶେଷତଃ ଲାଲ ବତି ଜଳିଲେ, ପିଲାମାନେ ତୁମେ ସମସ୍ତେ ଜାଣିଥିବ ଯେ ଲାଲ ବତି ଜଳିଲେ କ'ଣ କରିବା? ଆମେ ରାସ୍ତାରେ ଅଟକି ଯାଇଥାଉ, ନାହିଁ? ଲାଲ ବତି ଜଳିଲେ ଆମେ ଅଟକି ଯିବା। ଆଉ ପିଲାମାନେ ସବୁଜ ବତି ଜଳିଲେ ରାସ୍ତାରେ ଯିବା, ଆଉ ସବୁଜ ବତି ଜଳିଲେ ଆମେ ରାସ୍ତା ପାର ହେବା, ଗୋଟିଏ ସ୍ଥାନ ଅନ୍ୟ ସ୍ଥାନକୁ ଯିବା। ସେଟା ସଂକେତ ଦେଇଥାଏ। ଲାଲ ବତି ଜଳିଲେ ଆମେ ଅଟକି ଯିବା ପାଇଁ ଆମକୁ ସଂକେତ ଦିଏ, ଆମେ ଅଟକି ଯିବା। କାର ବସ୍ ରେ ଯାଉଥିବା ସମୟରେ ଆମେ ଅଟକି ଯିବା। ସେଠାରେ ଦୁଇ ଚକିଆ ଯାନରେ ବି ଯାଉଥିଲା ବେଳେ ଅଟକି ଯିବା। ଆଉ ସବୁଜ ବତି ଜଳିବା ପର୍ଯ୍ୟନ୍ତ ସେଠାରେ ଅଟକି ଥିବା। ତାପରେ ଯଦି ସବୁଜ ବତି ଜଳିବ, ପିଲାମାନେ ଏଇଟା ଅଛି ଗୋ ଲେଖା ହେଇଛି ଦେଖ। ଏଠି ସବୁଜ ବତି ଜଳିଲେ ଆମେ ରାସ୍ତା ପାର ହେବା, ଯିବା ଅନ୍ୟ ସ୍ଥାନ, ରାସ୍ତା ଗୋଟିଏ ଇଏକୁ ଯିବା।
ଏହା ମନେ ରଖିବା। ତାପରେ ପିତାମାତା ମାନେ ପିଲାମାନଙ୍କୁ ଧରି ରାସ୍ତାରେ ଯିବା ସମୟରେ ନିଜେ ସମସ୍ତ ଟ୍ରାଫିକ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଉଚିତ। ତାମାନେ ଆମର ପିତାମାତା ମଧ୍ୟ ପିଲାମାନଙ୍କୁ ଧରି ରାସ୍ତା ଯିବା ସମୟରେ ଟ୍ରାଫିକ ନିୟମ ସବୁ କଡ଼ାକଡ଼ି ଭାବରେ ପାଳନ କରିବା ଉଚିତ ଏବଂ ପିଲାମାନଙ୍କୁ କଥା ପ୍ରସଙ୍ଗରେ ନିୟମ ଗୁଡ଼ିକ ସମ୍ପର୍କରେ କହିବା ଉଚିତ। ଆମେ ଯେତେବେଳେ କାରରେ ଯାଉଥାଉ, ଏଇଟା କାରରେ ଯିବା ସମୟରେ ଆମେ ସିଟ୍ ବେଲ୍ଟ ବାନ୍ଧିବା ଉଚିତ, ନହେଲେ ଆକ୍ସିଡେଣ୍ଟ ହେଲେ ଆମର ବହୁତ କ୍ଷୟକ୍ଷତି ହେବ। ତେଣୁ ପିତାମାତା ମଧ୍ୟ ପିଲାମାନଙ୍କୁ ନେଉଥିବା ସମୟରେ ସିଟ୍ ବେଲ୍ଟ ବାନ୍ଧିବା ପାଇଁ ପରାମର୍ଶ ଦେବେ, କହିବେ ନାହିଁ। ପିଲାମାନଙ୍କୁ କାର ବା ଦୁଇ ଚକିଆ ଯାନରେ ନେବା ସମୟରେ ପିତାମାତା ବା ଅଭିଭାବକ କାରର ସିଟ୍ ବେଲ୍ଟ କିମ୍ବା ହେଲମେଟ୍ ବ୍ୟବହାର କରିବା ଉଚିତ। ପିଲାମାନେ ହେଲମେଟ୍ ଦୁଇ ଚକିଆ ଯାନରେ ଯିବା ସମୟରେ ଆମେ ହେଲମେଟ୍ ବ୍ୟବହାର କରିବା। ହେଲମେଟ୍ ବ୍ୟବହାର ନ କଲେ କ'ଣ ହେବ ପିଲାମାନେ? ନା ଆକ୍ସିଡେଣ୍ଟ ବା ଦୁର୍ଘଟଣା ଘଟିଲେ ଆମେ ପଡ଼ିଯିବା, ଆମର ମୁଣ୍ଡ କ୍ଷୟକ୍ଷତି ହେବ। ମୁଣ୍ଡ କ୍ଷୟକ୍ଷତି ହେଲେ ବହୁତ ଅସୁବିଧା ହେବ। ତେଣୁ ଆମର ଗୋଡ଼ ହାତର ଭାଙ୍ଗିଲେ ଚଳିବ, ଇଏ ହେବ, କିନ୍ତୁ ମୁଣ୍ଡର ଆଘାତ ହେଲେ ତାହା ବିପଜ୍ଜନକ ହେଇଥାଏ। ତେଣୁ ଆମେ ଯାନରେ ଗଲାବେଳେ ସବୁବେଳେ ହେଲମେଟ୍ ବ୍ୟବହାର କରିବା। ଯେକୌଣସି ଯାନ ଚଲାଇ ରାସ୍ତାରେ ଯିବା ସମୟରେ ମୋବାଇଲ ଫୋନରେ କଥାବାର୍ତ୍ତା ହେବା ଉଚିତ ନୁହେଁ। ଆଚ୍ଛା ପିଲାମାନେ, ତୁମେ ଦେଖୁଥିବ ଯେ ମୋବାଇଲ ଫୋନ୍, ଆଜିକାଲିର ପିଲାମାନେ ମୋବାଇଲ ଫୋନ୍ ବ୍ୟବହାର କରୁଛନ୍ତି, ଆଉ ବାଇକ୍ରେ କି କାରରେ ଗଲା ସମୟରେ ମଧ୍ୟ ମୋବାଇଲ ଫୋନ୍କୁ ୟୁଜ୍ କରୁଛନ୍ତି। ତାହା ପ୍ରକୃତରେ ଖରାପ ବା ତା ଦ୍ୱାରା ଦୁର୍ଘଟଣା ହୋଇଥାଏ। ତା ସଙ୍ଗେ ସଙ୍ଗେ ଆମେ ଇୟରଫୋନ୍ ଲଗାଇଥାଉ, ଇୟରଫୋନ୍ ଲଗାଇ ଗୀତ ଶୁଣିଥାଉ, ଏହା ମଧ୍ୟ ଭୁଲ। କାରଣ ଏହା କରିବା ଦ୍ୱାରା ଆମର ମନ ଗୀତରେ ରହିବ ବା କଥାବାର୍ତ୍ତା ହେଉଥିବା ସମୟରେ କଥାବାର୍ତ୍ତା ରହିବ, ସଡ଼କ ଉପରେ ଆମର ଧ୍ୟାନ ରହିବ ନାହିଁ। ଦ୍ୱାରା ଆମର ଦୁର୍ଘଟଣା ଘଟିବାର ବହୁତ ଘଟିଥାଏ ଆଉ ବହୁତ ସେଟା କ୍ଷୟକ୍ଷତି କରିଥାଏ। ତେଣୁ ଯେକୌଣସି ଯାନ ଚଲାଇ ରାସ୍ତାରେ ଯିବା ସମୟରେ ମୋବାଇଲ ଫୋନ୍ ବ୍ୟବହାର କରିବା ନାହିଁ କିମ୍ବା ଇୟରଫୋନ୍ ଲଗାଇ ସଙ୍ଗୀତ ଶୁଣିବା ଉଚିତ ନୁହେଁ। ସାଙ୍ଗ ହୋଇ ସାଇକେଲରେ ଯିବା ସମୟରେ ଆଗ ପଛ ହୋଇ ଯିବା ଉଚିତ। ସାଇକେଲରେ ଆମେ ଯେତେବେଳେ ପିଲାମାନେ, ତୁମେ ସ୍କୁଲରୁ ଛୁଟି ହେଉଛ, ସାଇକେଲରେ ଯାଉଛ, ଆଗ ପଛ ହେଇକି ଯିବ, ଆଗ ପଛ ହେଇଗଲେ ଠିକ। ଆଉ ଆମେ ପିଲାମାନେ ଦେଖୁଛୁ ଯେ ତମେ ପୁରା ରାସ୍ତାକୁ କଭର କରିକି ସମସ୍ତେ ଯାଉଛ, ତାହା ହେଉଛି ଭୁଲ। ଏହା ମନେ ରଖିଥିବ ପିଲାମାନେ ଯେ ସାଇକେଲରେ ଯିବା ସମୟରେ ଆଗ ପଛ ହୋଇ ଯିବା ଉଚିତ। ପାଖ ପରସ୍ପର ମଧ୍ୟରେ କଥା ହୋଇ ରାସ୍ତାକୁ ଅବରୋଧ କରି ମାଡ଼ି ଚାଲିବା ଦ୍ୱାରା ନିଜ ପାଇଁ ବିପଦର କାରଣ ହୋଇଥାଏ। ଆମେ ପାଖକୁ ହୋଇକି ସାଇକେଲ ଯେଉଁ ଚଲାଉଥାଉ ତାହା ଆମ ପାଇଁ ବିପଦ ଆଣିଥାଏ। ଯେତେବେଳେ କୌଣସି ପଛପଟୁ ଯାନ ଆସିବ, ତାକୁ ଯିବା ରାସ୍ତା ହେବ ନାହିଁ, ସେ ଦୁର୍ଘଟଣା ଘଟାଇ ଦେବ। ତେଣୁ ଏହା ଆମ ପାଇଁ କ୍ଷତିକାରକ, ଏହା ଭୁଲ। ଆମେ ସେପରି କରିବା ନାହିଁ। ସାଇକେଲରେ ଆମେ ଯିବା ସମୟରେ ପଛ ହୋଇ ଯିବା। ଆଉ ପାଖ ପରସ୍ପର ମଧ୍ୟରେ କଥାବାର୍ତ୍ତା ହୋଇ ରାସ୍ତାକୁ ଅବରୋଧ କରି ମାଡ଼ି ଚାଲିବା ଦ୍ୱାରା ନିଜ ପାଇଁ ବିପଦର କାରଣ ହୋଇଥାଏ ଏବଂ ଅନ୍ୟମାନଙ୍କ ଯିବା ଆସିବାରେ ବାଧା ସୃଷ୍ଟି ହୁଏ। ତୁମେ ଯଦି ପୁରା କଭର କରିଦେବ ରୋଡକୁ, ରାସ୍ତାକୁ, ଆଉ ସାଇକେଲ ଚଲେଇବ,
ତାହା ଠିକ ପଛପଟେ ଯିବା ଲୋକ ଅସୁବିଧା ହେବନି ତେଣୁ ସେ ଦୁର୍ଘଟଣା ଘଟାଇ ଦେଇପାରେ ତେଣୁ ଆମେ ରାସ୍ତାରେ ଠିକ ଭାବରେ ଯିବା ସାଇକେଲ ମୋଟର ସାଇକେଲ ବା କାର ଜିପ୍ ଆଦି ଯାନ ରାସ୍ତାକୁ ବାହାର କରିବା ପୂର୍ବରୁ ସେଗୁଡ଼ିକ ଠିକ ଭାବରେ ଚାଲିବା ଅବସ୍ଥାରେ ଅଛି କି ନାହିଁ ସେ ସମ୍ପର୍କରେ ନିଶ୍ଚିତ ହେବା ନିହାତି ଆବଶ୍ୟକ ତାପରେ ପିଲାମାନେ ଆମେ ଯେତେବେଳେ ଆମେ ଆମର ଗାଡ଼ି ମୋଟରକୁ ବା ସାଇକେଲକୁ ବାହାର କରୁଛୁ ରାସ୍ତାକୁ ସେତିକି ସମୟରେ ଆମେ ଆମ ସେ ସାଇକେଲ ଠିକ ଅଛି କି ନାହିଁ ତାକୁ ଚେକ୍ କରିବା ଉଚିତ ତାର ବ୍ରେକ୍ ଠିକ ଅଛି କି ନାହିଁ ତାର ହର୍ନ ଲାଇଟ୍ ଠିକ ଅଛି କି ନାହିଁ ଯଦି ସେ ସବୁ ଠିକ ନାହିଁ ତେବେ ଆମେ ସେ ବାହାର କରିବା ନାହିଁ ହର୍ନ ଗାଡ଼ିର ହର୍ନ ଠିକ ଅଛି କି ନାହିଁ ହର୍ନ ବାଜୁଛି କି ନାହିଁ ତାର ମିରର ଦର୍ପଣ ଠିକ ଅଛି କି ନାହିଁ ସେଗୁଡ଼ିକ ଦେଖିବା ଉଚିତ ଦର୍ପଣ ନଥିଲେ କି ଅସୁବିଧା ହେବ ପଛପଟେ କିଏ ଆସୁଥିବା ତାହା ଆମେ ଜାଣିପାରିବା ନାହିଁ ତେଣୁ ବ୍ରେକ୍ ବେଲ୍ଟ ସିଟ୍ ବେଲ୍ଟ କାର ମାନଙ୍କର ସିଟ୍ ବେଲ୍ଟ ଥାଏ ତାକୁ ଆମେ ଅଛି କି ନାହିଁ ଦେଖିବା ହେଲେ ତାକୁ ରିପେୟାରିଂ କରିବା ବ୍ରେକ୍ ଠିକ ଅଛି କି ନାହିଁ ଦେଖିବା ତାକୁ ରିପେୟାରିଂ କରିବା ଲାଇଟ୍ ହର୍ନ ଏବଂ ଦର୍ପଣ ତା ବି ଜରୁରୀ କାର ମାନଙ୍କରେ ବି ଥାଏ ସବୁ ଗାଡ଼ିରେ ଥାଏ ବସ୍ ଟ୍ରକ୍ ସବୁ ଗାଡ଼ିରେ ଥାଏ ତାହା ଜରୁରୀ କାରଣ ଆମେ ପଛପଟେ କିଏ ଆସୁଛି ତାହାକୁ ଆମେ ଦେଖିଥାଉ ଆଉ ତାକୁ ଜାଣିଥାଉ ଆଉ ରାସ୍ତା ଦେଇଥାଉ ସେ ଓଭରଟେକ୍ କରିକି ଆଗକୁ ଯାଇପାରିବ ସେ ସୁବିଧା ଦର୍ପଣ ଥିବା ଦ୍ୱାରା ରାସ୍ତାରେ ଗଲାବେଳେ ପକେଟରେ ଆଚ୍ଛା ପିଲାମାନେ ଆମେ ରାସ୍ତାରେ ଗଲାବେଳେ ପକେଟରେ ନାମ ଠିକଣା ଘରର ଫୋନ ନମ୍ବର ରକ୍ତ ଗ୍ରୁପ ଇତ୍ୟାଦି ତଥ୍ୟ ରଖିବା ଆବଶ୍ୟକ କାହିଁକି ଏହା ଆବଶ୍ୟକ ପିଲାମାନେ କାରଣ କୋଉଠାରେ ଦୁର୍ଘଟଣା ଘଟିଲେ ତମ ତ ନିଜ ଲୋକ ସେଠାରେ ନଥିବେ ବାହାର ଲୋକ ଥିବେ ଦେଖିବେ ପକେଟ ଚେକ୍ କଲେ ଦେଖିବେ ତାଙ୍କର ନାମ ଠିକଣା ସବୁ ଅଛି ଫୋନ ନମ୍ବର ଅଛି ତାକୁ ପଢ଼ିକି ଫୋନ କରିଦେବେ ଘର ଲୋକ ଆରାମସେ ପରିଚୟ ପାଇଯିବେ ପୁଲିସ ବି ପରିଚୟ ପାଇଯିବ ନାଇଁ ତେଣୁ ଆମେ ରାସ୍ତାରେ ଗଲାବେଳେ ପକେଟରେ ନିଜ ନାମ ଠିକଣା ଘରର ଫୋନ ନମ୍ବର ଆଉ ରକ୍ତ ଗ୍ରୁପ ଇତ୍ୟାଦି ରଖିବା ଆବଶ୍ୟକ ରକ୍ତ ଗ୍ରୁପ କାହିଁକି ଦରକାର ପିଲାମାନେ ରକ୍ତ ଗ୍ରୁପ ବି ଦରକାର କାରଣ ଆମେ ହସ୍ପିଟାଲରେ ଭର୍ତ୍ତି କରାଯିବ ସେତେବେଳେ ବ୍ଲଡ଼ ଗ୍ରୁପ ବି ଥିଲେ ଶୀଘ୍ର ଆମେ ବ୍ଲଡ଼ ଗ୍ରୁପ ପାଇପାରିବା ଆଉ ଆମର ଯଦି ବ୍ଲଡ଼ ରକ୍ତସ୍ରାବ ହେଇଛି କ୍ଷୟକ୍ଷତି ହେଇଛି ତେବେ ଶୀଘ୍ର ଆମେ ରକ୍ତ ଆମକୁ ଦେବେ ଆମେ ଜୀବନ ରକ୍ଷା ପାଇପାରିବ ତେଣୁ ଆମେ ଏସବୁ ଜିନିଷ କୌଣସି ଦୂର ଜାଗାକୁ ଯାଉଛୁ ନିଶ୍ଚିତ ସେଟା ରଖିବା ଉଚିତ ଠିକଣା ସବୁ ରଖିବା ଉଚିତ ଫୋନ ନମ୍ବର ରଖିବା ଉଚିତ ଆଉ ରକ୍ତ ଗ୍ରୁପ ରଖିବା ଉଚିତ ସଡ଼କ ନିରାପତ୍ତା ଓ ଟ୍ରାଫିକ ସଂକେତ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି ସଡ଼କ ନିରାପତ୍ତା ଓ ଟ୍ରାଫିକ ସଂକେତ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି ବାସ୍ତବରେ ଟ୍ରାଫିକ ସଂକେତ ଗୁଡ଼ିକ ନିରବରେ ଯାତାୟାତ ସମ୍ପର୍କୀୟ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଥାଏ ବାସ୍ତବରେ ଟ୍ରାଫିକ ସଂକେତ ଗୁଡ଼ିକ ପିଲାମାନେ ଦେଖିଥିବ ଯେ ଏଟା ଅଛି ଲାଇଟ୍ ଏ ସଂକେତ ନାଇଁ ଷ୍ଟପ୍ ଏଟା କହୁଛି ଏଟା ୱେଟ୍ ତାପରେ ଗ୍ରୀନ୍ ଗୋ ଗ୍ରୀନଟା ଗୋ ଏହିପରି ବତଉଛି ନା ଏସବୁ ସଂକେତ ଗୁଡ଼ିକ ଆମେ ଜାଣିବା ଦରକାର ତାହା ସୂଚନା ଦିଏ
ଗୁରୁତ୍ୱପୂର୍ଣ୍ଣ ଜିନିଷ ସବୁ ସେଗୁଡ଼ିକ ବୁଝି ମନେ ରଖି ଠିକ ଭାବରେ ଅନୁସରଣ କରିବା ସମସ୍ତଙ୍କର କର୍ତ୍ତବ୍ୟ। ତାକୁ ଠିକ ଭାବରେ ବୁଝିବା ଆଉ ମନେ ରଖିବା ଆଉ କାମରେ ଲଗାଇବା ରାସ୍ତାରେ ଯିବା ସମୟରେ। ତାପରେ ଟ୍ରାଫିକ ସଂକେତ ଗୁଡ଼ିକ ଯେ ଆମ ଧନ ଜୀବନର ସୁରକ୍ଷା ପାଇଁ ଉଦ୍ଦିଷ୍ଟ, ଏହା ସମସ୍ତେ ଉପଲବ୍ଧ କରିବା ଆବଶ୍ୟକ। ଟ୍ରାଫିକ ସଂକେତ ଗୁଡ଼ିକ ଆମକୁ ରକ୍ଷା କରିବ। ଆମେ ତାକୁ ମାନି ଯିବା ଆସିବା ଯାତାୟାତ କରିବା, ସେ ନିୟମ ସବୁ ମାନି, ତେବେ ଆମର ତାହା ଧନ ଜୀବନକୁ ରକ୍ଷା କରିବ ବା କରୁଛି। ରାସ୍ତାରେ ପାଦରେ କିମ୍ବା ଗାଡ଼ି ମଟରରେ ଗଲାବେଳେ ଦିଆଯାଇଥିବା ସଂକେତକୁ ବୁଝିବାକୁ ହେବ। ଆମେ ରାସ୍ତାରେ ପାଦରେ କିମ୍ବା ଗାଡ଼ି ମଟରରେ ଗଲାବେଳେ ମଧ୍ୟ ଦିଆଯାଇଥିବା ସଂକେତ ଗୁଡ଼ିକ ଆମେ ବୁଝିବା। ରାସ୍ତାରେ ଯାଉଥିବା ଲୋକଙ୍କୁ ସବୁ କଥା କହିହେବ ନାହିଁ କି ଲେଖା ହୋଇଥିଲେ କେହି ପଢ଼ିବାକୁ ବେଳ ନାହିଁ। ଆମର ରାସ୍ତାରେ ଯାଉଥିବା ଲୋକଙ୍କୁ ସବୁ କଥା ଆମେ କହିହେବ ନାହିଁ କି ତାଙ୍କୁ ଲେଖା ହୋଇଥିଲେ କେହି ତାକୁ ପଢ଼ିବାକୁ ସମୟ ନାହିଁ, କାହାକୁ ସମୟ ନାହିଁ। ତେଣୁ ସମସ୍ତ ପ୍ରକାର ସଂକେତ ଦିଆଯାଇଥାଏ, ତାହାକୁ ଦେଖି ଆମେ ଜାଣିପାରିବା। ଦେଖୁଥିବ ପିଲାମାନେ ଯେଉଁଠି ଟିକେ ରାସ୍ତା ବଙ୍କା ଥାଏ ସେ ପାମ୍ପଲେଟ ଲଗାଯାଇଥାଏ ଯେ ଏଠାରେ ରାସ୍ତା ବଙ୍କା ଅଛି, ଗାଡ଼ି ଧୀରେ ଚଲାନ୍ତୁ, ଚିହ୍ନ ଦିଆଯାଇଥାଏ। ସେପରି ରାସ୍ତାରେ ଯିବା ବେଳେ ହମ୍ସ ଥାଏ, ଦେଖିବ ପିଲାମାନେ ବେଲେ ଆଗରେ ହମ୍ସ ଆଗରୁ ଗୋଟେ ସଂକେତ ଦିଆଯାଇଥାଏ ଯେ ଆଗରେ ହମ୍ସ ଅଛି, ଗାଡ଼ି ଧୀରେ ଚଲାନ୍ତୁ, ଲେଖା ବି ହେଇଥାଏ, ହମ୍ସର ବି ଚିହ୍ନ ଦିଆଯାଇଥାଏ। ଆଉ ଦେଖିଥିବ ପିଲାମାନେ ଯେ ଆଗରେ ସ୍କୁଲ ଅଛି, ତେବେ ସେ ଆଗରେ ସ୍କୁଲ ଅଛି, ତେବେ ଇଏ ବ୍ୟାନର ଲାଗିଥାଏ ବା ପାମ୍ପଲେଟ ଲାଗିଥାଏ ଆଉ ଲେଖା ହେଇଥାଏ ଆଗରେ ସ୍କୁଲ ଅଛି, ପିଲାମାନେ ଯିବା ଆସିବା କରୁଥାନ୍ତି। ତେଣୁ ସେଠାରେ ସ୍କୁଲର ଚିତ୍ର ଥାଏ, ଛୁଆମାନେ ବହି ବସ୍ତାନି ଧରିକି ଯାଉଥାନ୍ତି, ସେ ଚିତ୍ର ଥାଏ। ତେଣୁ ସେ ସବୁ ସଂକେତ ଗୁଡ଼ିକ ଦେଖିଲେ ଆମେ ଜାଣିପାରିବା ଯେ ଆଗରେ ସ୍କୁଲ ଅଛି, ଆମେ ଗାଡ଼ିକୁ ଧୀରେ ଚଲେଇବା। ତାପରେ ବ୍ରିଜ, ସେମିତି ବ୍ରିଜ ଥିଲେ ସେ ବି ସଂକେତ ଦେଇଥାଏ ଆଗରେ ବ୍ରିଜ ଅଛି, ଆମେ ଧୀରେ। ତାପରେ ଟ୍ରାଫିକ ସଂକେତ ଗୁଡ଼ିକ ଯେ ଆମ ଧନ ଜୀବନର ସୁରକ୍ଷା ପାଇଁ ଉଦ୍ଦିଷ୍ଟ, ଏହା ସମସ୍ତେ ଉପଲବ୍ଧି କରିବା ଆବଶ୍ୟକ। ରାସ୍ତାରେ ପାଦରେ କିମ୍ବା ଗାଡ଼ି ମଟରରେ ଗଲାବେଳେ ଠିକ ଯାଉଥିବା ସଂକେତକୁ ବୁଝିବାକୁ ହେବ। ରାସ୍ତାରେ ଯାଉଥିବା ଲୋକଙ୍କୁ ସବୁ କଥା କହିହେବ ନାହିଁ କି ଲେଖା ହୋଇଥିଲେ କେହି ପଢ଼ିବାକୁ ବେଳ ନାହିଁ। କିନ୍ତୁ ସଂକେତ ଗୁଡ଼ିକ ରାସ୍ତାର ନିୟମକୁ ସ୍ପଷ୍ଟ କରିଥାନ୍ତି, ଯେମିତିକି ଟ୍ରାଫିକ ଛକର ନାଲି ଆଲୋକ ଅଟକିବା ପାଇଁ ଏବଂ ସବୁଜ ଆଲୋକ ଆଗକୁ ଯିବା ପାଇଁ ସୂଚନା ଦେଇଥାଏ। ନାଇଁ, ଏମିତି ଟ୍ରାଫିକ ଛକ ମାନଙ୍କ ବଡ଼ ବଡ଼ ସହରମାନଙ୍କରେ ଏମିତି ଥାଏ ଲାଇଟ୍, ତାକୁ ଆମେ ଦେଖିକି ଜାଣିପାରିବା ଯେ ଅଟକିବା ନା ଯିବା, ନାଇଁ କି ଯିବା ପାଇଁ ରେଡି ହେବା। ଏହିପରି ଶହ ଶହ ସଂକେତ ରହିଛି। ଗାଁ ଗହଳିରେ ମଧ୍ୟ ଆଜିକାଲି ଭଲ ଭଲ ରାସ୍ତା ହେଲାଣି। ପିଲାମାନେ ଆମ ଗାଁ ଗହଳିରେ ବି ଆଜିକାଲି ସବୁ ରାସ୍ତା ଭଲ ହେଇଗଲାଣି। ତେଣୁ ବହୁ ଗାଡ଼ି ମଟର ଚାଲୁଛି, ଆଉ ଗାଁ ଗହଳିରେ ବି ବହୁ ଗାଡ଼ି ମଟର ହେଲାଣି। ତେଣୁ ଗାଁ ଗହଳିରେ ବି ଗାଡ଼ି ମଟର ହେବା ଦ୍ୱାରା ସେଠାରେ ବି ରାସ୍ତାର ନିୟମକୁ ଆମେ ମାନିବାକୁ ପଡ଼ିବ, ନାଇଁ। ତେଣୁ ନିଜର ତଥା ଦେଶର ଧନ ଜୀବନ ସୁରକ୍ଷା ପାଇଁ ଆମେ ସଡ଼କ ନିରାପତ୍ତା ସମ୍ବନ୍ଧୀୟ ନିୟମ ଓ ସଂକେତ ଗୁଡ଼ିକ ଜାଣି ସେଗୁଡ଼ିକ ଅଭ୍ୟାସରେ ପରିଣତ କରିବାକୁ ପଡ଼ିବ ବା ନିତାନ୍ତ ଆବଶ୍ୟକ। ଆମେ ସେହି ସଂକେତ ବା ନିୟମ ଗୁଡ଼ିକୁ ଆମେ ଅଭ୍ୟାସ କରିବା ଆଉ ଯିବା ଆସିବା ସମୟରେ ନୀତିଦିନିଆ ସମୟରେ ଆମେ ତାଙ୍କୁ ବ୍ୟବହାର କରିବା, ସଂକେତ ଗୁଡ଼ିକୁ ଜାଣିବା, ଏହା ଜରୁରୀ। ପିଲାମାନେ ଆମେ ତ ପଢ଼ିଲେ
केतेटी शब्द अर्थ जानिबा स्वाभाविक स्वाभाविक अर्थ साधारण भावे जहा हुए यातायात जीवा आसीबा नहीं सचेतन सचेतन अर्थ कौन पिला माने सतर्कता अवलंबन करिबा सचेतन हेबा विकलांग देखियो पिला माने जे विकलांग अर्थ अंग प्रत्यंग रे क्षति हो जावा नहीं गोड़ भांगी जीव हाथ भांगी जीव आखि आखि गोटे फुटी जीव ए सब विकलांग तापरे निरापत्ता विपत्ति रक्षा पाई विपत्ति रक्षा पाई निरापद रे रहिबा होची निरापत्ता द्रुतगामी अति बेगरे जीवा द्रुतगामी अर्थ अति बेगरे जीवा अवरोध 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 अर्थ बाधा सृष्टि करवा नहीं अमनोयोग एणे तेणे मन लगाइबा मन को जो स्थान लगेवा कथा न लगे एणे तेणे हेबा होची अमनोयोग अमनोयोगी प्रमुख प्रमुख अर्थ मुख्य बा प्रधान रास्ता संकेत रास्ता रे निरापद रे जीवा आसीबा नियम नियम सूचक ताकू रास्ता संकेत कहा जाए पहले हमने प्रश्न उत्तर उत्तर कहवा नहीं प्रथम प्रश्न होची यातायात पई आमे केउ सब जान व्यवहार करिथाउ पिला हमने चित्र देखिथिला यातायात पई आमे केउ सब जान व्यवहार करिथाउ पिला हमने यातायात पई आमे केउ सब जान व्यवहार करिथाउ वेरी गुड ठीक अछि धन्यवाद हमें यातायात पई साइकिल स्कूटी लुना स्कूटर और मोटरसाइकिल आदि जान व्यवहार करिथाउ द्वितीय प्रश्न है दुर्घटना जोगु आमर कौन क्षति हुए दुर्घटना जोगु आमर कौन क्षति हुए दुर्घटना जोगु आमर धन जीवन हानि क्षति होता है दुर्घटना जो आमर धन जीवन क्षति होता है ठीक वेरी गुड क्षति अच्छा नगर मानकरे रास्ता नगर मानकरे रास्तार केउ पट चलिबा उचित हमरे जीवा उचित नगर मानकरे रास्ता बाम पटे चलिबा उचित ठीक अछि वेरी गुड रास्ता पार हेला बेले कोन करिवो अच्छा पिला ने रास्ता पार हेबा बेले कोन करिवो रास्ता पार हेबा पूर्वरु डाहाण डाहाण बाम पुणी डाहाण देखी पार हेबा वेरी गुड ठीक अछि रास्ता पार हेला बेले प्रथमे डाहाण पट ओ परे बाम पट को देखी गाड़ी मोटर न थिबा बेले रास्ता पार हेबा गाड़ी मोटर आसु न थिबा देखिबा तापरे पार हेबा अच्छा जेब्रा क्रॉसिंग कोन पिला ने बड़ बड़ शहर मान करे जेब्रा क्रॉसिंग जेब्रा जेपरी ये थाए धला धला ये थाए सेपरी रास्ता मान करे थाए ताको कोन कह जाय जेब्रा क्रॉसिंग कोन जेब्रा क्रॉसिंग होची जेब्रा देहरे थिबा धला धला दाग परी शहर मानकर रास्तार चिन्ह दिया जाय थे याकू जेब्रा क्रॉसिंग कहा जाय नहीं ठीक अछि पिला में विपरीत अर्थ टिके कहबा सतर्कर विपरीत अर्थ कोन हबो स्कूल कहबो असतर्क 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 वेरी गुड असतर्क वेरी गुड ठीक अछि मनोयोग अमनोयोग वेरी अमनोयोग गुड ठीक अछि वेरी गुड लक्ष्य अलक्ष्य वेरी गुड ठीक अछि पाटो अबाट बाट वेरी गुड ठीक अछि जत्न अजत्न
ଠିକ ଅଛି ଭେରି ଗୁଡ୍। ସ୍ପଷ୍ଟ। ଅସ୍ପଷ୍ଟ। ଭେରି ଗୁଡ୍ ଭେରି ଗୁଡ୍ ଭେରି ଗୁଡ୍ ଠିକ ଅଛି। ଠିକ ଉକ୍ତି ପାଖରେ ଠିକ ଚିହ୍ନ, ଭୁଲ ଉକ୍ତି ପାଖରେ ଭୁଲ ଚିହ୍ନ ଦିଅ। ପିଲାମାନେ କ ନମ୍ବର, ନଗର ମାନଙ୍କରେ ପଦଚାରୀଙ୍କ ପାଇଁ ସଡ଼କ ମଝିରେ ରାସ୍ତା ଥାଏ, ଠିକ ନା ଭୁଲ? ଭୁଲ। ଭୁଲ। ଠିକ ଅଛି। ନାଲି ବତି ଜଳିଲେ ଗାଡି ଅଟକି ଯାଏ। ଠିକ। ଭେରି ଗୁଡ୍ ଠିକ ଅଛି। ଠିକ। ଠିକ ଠିକ। ଜେବ୍ରା କ୍ରସିଂ ରେ ଗାଡି ପାର ହୁଏ। ଜେବ୍ରା କ୍ରସିଂ ରେ ଗାଡି ପାର ହୁଏ ନା ପିଲାମାନେ? ଭୁଲ। ଭୁଲ। ନାଇଁ, ହଁ ଭୁଲ। ହଁ ଭୁଲ। ଦୁଇ ଚକିଆ ଯାନରେ ଚାଳକ ସିଟ୍ ବେଲ୍ଟ ବ୍ୟବହାର କରନ୍ତି, ଠିକ ନା ଭୁଲ? ଭୁଲ। 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 କୋଉଥିରେ? ହଁ ଭୁଲ। କୋଉଥିରେ ବ୍ୟବହାର କରନ୍ତି? କାର। ଚାରି ଚକିଆ। ଠିକ ଅଛି। ଠିକ ଅଛି ଭେରି ଗୁଡ୍। ସବୁଜବତୀ ଗାଡି ଆଗକୁ ଯିବାର ସୂଚନା ଦିଏ, ଠିକ ନା ଭୁଲ? ଠିକ ଠିକ ଠିକ। ଠିକ। ଠିକ ଅଛି ପିଲାମାନେ। ଠିକ। ତେବେ ଗୃହ କାର୍ଯ୍ୟଟେ ଅଛି। ଏହିପରି এই ଚିତ୍ର ଦେଖୁଛ, ଏହି ଚିତ୍ର ପରି ସଡ଼କ ସୁରକ୍ଷା ସମ୍ପର୍କିତ ଚିତ୍ର ଆଙ୍କି ଶିକ୍ଷକଙ୍କୁ ଦେଖାଇବ। ଏହିପରି ଚିତ୍ର ଆଙ୍କୁଛ ନା? ଆଉ ଅନ୍ୟ ଚିତ୍ର ସଡ଼କ ସୁରକ୍ଷା ଉପରେ ସମ୍ପର୍କିତ ଥିବ, ସେ ଚିତ୍ର ଆଙ୍କିବ ପିଲାମାନେ ନା, ଆଉ ସାରଙ୍କୁ ଦେଖେଇବ। ଧନ୍ୟବାଦ ପିଲାମାନେ।